Good morning everybody. Welcome to Kaveri Avaj YouTube channel. ଆଜି ଆମେ ଜାଣିବା ଜେଣ୍ଡର ଯାହାର ଓଡ଼ିଆ ଅର୍ଥ ହେଉଛି ଲିଙ୍ଗ। ଲିଙ୍ଗ କହିଲେ ପୁଲିଙ୍ଗ, ସ୍ତ୍ରୀଲିଙ୍ଗ, ଉଭୟଲିଙ୍ଗ, କ୍ଳୀବଲିଙ୍ଗ। ମୋଟାମୋଟି ଭାବରେ ଜେଣ୍ଡରକୁ ନିମ୍ନରେ ପ୍ରକାଶ କରାଯାଏ। ମାସ୍କୁଲିନ୍ ଜେଣ୍ଡର ବା ପୁଲ୍ଲିଙ୍ଗ, ଫେମିନାଇନ୍ ଜେଣ୍ଡର ବା ସ୍ତ୍ରୀଲିଙ୍ଗ, କମନ୍ ଜେଣ୍ଡର ବା ଉଭୟଲିଙ୍ଗ, ନ୍ୟୁଟର ଜେଣ୍ଡର କ୍ଳୀବଲିଙ୍ଗ। ଲିଙ୍ଗ ପରିବର୍ତ୍ତନ ମସ୍କୁଲିନ୍କୁ ଫେମିନାଇନ୍ ବା ଫେମିନାଇନ୍କୁ ମସ୍କୁଲିନ୍ କରାଯାଇପାରେ ବିଭିନ୍ନ ଉପାୟରେ। ମାତ୍ର କମନ୍ ଜେଣ୍ଡର ଓ ନ୍ୟୁଟର ଜେଣ୍ଡରର କୌଣସି ପରିବର୍ତ୍ତନ ହୋଇପାରେ ନାହିଁ। ସମ୍ପୂର୍ଣ୍ଣ ନୂଆ ଶବ୍ଦ ବ୍ୟବହାର କରି ବୟ, ଗାର୍ଲ, ମ୍ୟାନ୍, ଓମ୍ୟାନ୍, କକ୍, ହେନ୍, ଫାଦର, ମଦର, ବ୍ୟାଚଲର, ମେଡ୍, ଲର୍ଡ଼, ଲେଡି, ବ୍ରଦର, ସିଷ୍ଟର, ହଜବ୍ୟାଣ୍ଡ, ୱାଇଫ୍, ଡଗ୍, ବିଚ୍, ଅଙ୍କଲ, ଆଣ୍ଟ, ନେପ୍ୟୁ, ନେଇସ୍, ସାର୍, ମ୍ୟାଡ଼ାମ, ସନ୍, ଡଟର, ବୋର୍, ସୋ, ବକ୍, ଡୋ, ଡ୍ରାକ୍, ଡକ୍, ଫକ୍ସ, ଭିକ୍ସେନ୍, ଜେଣ୍ଟିଲମ୍ୟାନ୍, ଜେଣ୍ଟିଲଓମ୍ୟାନ୍, ଲ୍ୟାଡ୍, ଲାସ୍, ମଙ୍କ୍, ନନ୍, ରାମ୍, ୟୁଇ, ଷ୍ଟାଗ୍, ହାଇଣ୍ଡ, ୱିଜାର୍ଡ, ୱିଚ୍, ବିୟୁଇ, ବେଲ୍, ବ୍ରାଇଡଗ୍ରୁମ୍, ବ୍ରାଇଡ୍, ଫୋଲ୍, ଫଲି, ଡ୍ରୋନ୍, ବି, ଜେଣ୍ଡର, ଗେଣ୍ଡର, ଗ୍ୟୁସ୍, ହ୍ୟାରୋ, ରୋ, ହର୍ସ, ମେୟର, ଲର୍ଡ଼, ଲେଡି, ଡାଡ୍, ମମ୍, ସ୍ଲୋଭେନ୍, ସ୍ଲଟ୍, ବୁଲ୍, କାଓ। ମସ୍କୁଲାଇନ୍ ଜେଣ୍ଡରର ଶେଷ ଭାଗ ବଦଳରେ ଇଏସ୍ଏସ୍ ଯୋଗ କରିବା। ଏବଟ୍, ଆବେସ୍, ଆମ୍ବାସେଡର, ଆମ୍ବାସେଡରେସ୍, ଅଥର, ଅଥୋରେସ୍, କଣ୍ଡକ୍ଟର, କଣ୍ଡକ୍ଟ୍ରେସ୍, ଜାଣ୍ଟ, ଜାଣ୍ଟେସ୍, ଗଭର୍ଣ୍ଣର, ଗଭର୍ଣ୍ଣେସ୍, ହୋଷ୍ଟ, ହୋଷ୍ଟେସ୍, ମିଷ୍ଟର, ମିଷ୍ଟ୍ରେସ୍, ନିଗ୍ରୋ, ନିଗ୍ରେସ୍, ପ୍ରିନ୍ସ, ପ୍ରିନ୍ସେସ୍, ସେଫାର୍ଡ, ସେଫାର୍ଡେସ୍, ନୋଟାରୀ, ନୋଟାରେସ୍, ଆକ୍ଟର, ଆକ୍ଟ୍ରେସ୍, ଆର୍ବିଟର, ଆର୍ବିଟ୍ରେସ୍, ବାରନ୍, ବ୍ୟାରୋନେସ୍, ଏମ୍ପରର, ଏମ୍ପୋରେସ୍, ଗଡ୍, ଗଡେସ୍, ହେୟାର, ହେୟାରେସ୍, ହଣ୍ଟର, ହଣ୍ଟ୍ରେସ୍, ମାଷ୍ଟର, ମିସ୍, ପୋଏଟ୍, ପୋଏଟେସ୍, ପ୍ରଫେଟ୍, ପ୍ରଫେଟେସ୍, ଟାଇଗର, ଟାଇଗ୍ରେସ୍, ପିୟର, ପିୟରେସ୍। ମସ୍କୁଲାଇନ୍ ଶେଷରେ ଆଇଏକ୍ସ ବା ଆଇଏନ୍ଇ ଯୋଗ କରି ଆଡମିନିଷ୍ଟ୍ରେଟର, ଆଡମିନିଷ୍ଟ୍ରେଟ୍ରିକ୍ସ, ସେମିତି ହିରୋ, ହିରୋଇନ୍, ସୁଲତାନ, ସୁଲତାନା, କ୍ୟାଜର, କ୍ୟାଜରିନ୍, ସେମିତି କାଇଜର, କାଇଜରିନ୍, ଏକ୍ଜିକ୍ୟୁଟର, ଏକ୍ଜିକ୍ୟୁଟିକ୍ସ, ସେମିତି ମସ୍କୁଲାଇନ୍ ଶେଷରେ ବା ଆଦ୍ୟରେ ସ୍ତ୍ରୀବାଚକ ଶବ୍ଦ ଯୋଗ କରି ବୁଲ୍ କାଫ୍, କାଫ୍, କାଓ କାଫ୍, ବ୍ରଦର ଇନ୍ ଲ, ସିଷ୍ଟର ଇନ୍ ଲ, ଫାଦର ଇନ୍ ଲ, ମଦର ଇନ୍ ଲ, ଫୋଷ୍ଟର ଫାଦର, ଫୋଷ୍ଟର ମଦର, ହି ଗୋଟ୍, ସି ଗୋଟ୍, କକ୍ ସ୍ପାରୋ, ହେନ୍ ସ୍ପାରୋ, ହି ଡେଭିଲ୍, ସି ଡେଭିଲ୍, ହି ବିୟର୍, ସି ବିୟର୍, ଗ୍ରାଣ୍ଡଫାଦର, ଗ୍ରାଣ୍ଡମଦର, ଲ୍ୟାଣ୍ଡଲର୍ଡ଼, ଲ୍ୟାଣ୍ଡଲେଡି, ମେଲ୍ କଜନ୍, ଫିମେଲ୍ କଜନ୍, ମ୍ୟାନ୍ ସର୍ଭେଣ୍ଟ, ମେଡ୍ ସର୍ଭେଣ୍ଟ, ମିଲ୍କମ୍ୟାନ୍, ମିଲ୍କମେଡ୍, ମିଲ୍ ଚାଇଲ୍ଡ, ଫିମେଲ୍ ଚାଇଲ୍ଡ, ମର୍ମ୍ୟାନ୍, ମର୍ମେଡ୍, ପିକକ୍, ପିହେନ୍, ଷ୍ଟେପଫାଦର, ଷ୍ଟେପମଦର, ୱାସରମ୍ୟାନ୍, ୱାସର ଓମ୍ୟାନ୍, ଫିସରମ୍ୟାନ୍, ଫିସର ଓମ୍ୟାନ୍, ହି ଉଲ୍ଫ, ସି ଉଲ୍ଫ, ବୟ ଷ୍ଟୁଡେଣ୍ଟ, ଗାର୍ଲ ଷ୍ଟୁଡେଣ୍ଟ,
ବର୍ପିକ୍ ସୋପିକ୍। କେତେକ କେବଳ ସ୍ତ୍ରୀଲିଙ୍ଗବାଚକ ଶବ୍ଦ ରହିଛି, ଏସବୁର ପୁଲ୍ଲିଙ୍ଗ କରିବା ସମ୍ଭବ ନୁହେଁ। ଯେମିତି ଆମାଜନ୍, ବ୍ରୁଣ୍ଟେଲ୍, ଡ୍ରଏଗର୍, ଡ୍ରାଫ୍, ହାଉସୱାଇଫ୍, ପ୍ରିଉ, ଶ୍ରିନ୍, ବିରାଜ, ଭିକ୍ସେନ୍, ବ୍ଲଣ୍ଡ, କୋକ୍ୱେଟିଲ୍, ଡୌଡ଼ି, ଫ୍ଲିଟ୍, ନର୍ସ, ଶ୍ରୁଇ, ଟର୍ମିଗାଣ୍ଟ, ଭର୍ଜିନ୍। ସେମିତି କେବଳ ପୁଲ୍ଲିଙ୍ଗବାଚକ ଶବ୍ଦ ଯେମିତି କ୍ୟାପ୍ଟେନ୍, ଜଜ୍, ଗେମ୍କକ୍, ଜ୍ୟାକ୍ଡ, ପର୍ସନ୍, ନାଇଟ୍, ସ୍କ୍ୱେର୍, ଡେଥ୍, ଟାଇମ୍, ୱିଣ୍ଟର, ସମର, ଏଙ୍ଗର, ସନ୍, ଫିଅର୍, ୱାର୍, ଥଣ୍ଡର ଆଦି ପୁଲ୍ଲିଙ୍ଗ ବାଚକ। ସେମିତି ସ୍ପ୍ରିଙ୍ଗ, ୟାର୍ଥ, ମର୍ସି, ନେଚର, ପୋଏଟ୍ରି, ସିପ୍, କଣ୍ଟ୍ରି, ହୋପ୍, ଜଷ୍ଟିସ୍, ପିସ୍ ଆଦି ସ୍ତ୍ରୀଲିଙ୍ଗବାଚକ ଶବ୍ଦ ଅଟନ୍ତି। କମନ୍ ଜେଣ୍ଡର, ଏହା ମାସ୍କୁଲାଇନ୍ କିମ୍ବା ଫେମିନାଇନ୍ ନୁହେଁ ଅଥବା ନ୍ୟୁଟର ମଧ୍ୟ ନୁହେଁ, ଉଭୟ ପାଇଁ ବ୍ୟବହୃତ ହୁଏ। ପ୍ୟାରେଣ୍ଟ, ରିଲେସନ୍, ଫ୍ରେଣ୍ଡ, କଜିନ୍, ବାର୍ଡ଼, ଫ୍ଲୋ, ଚାଇଲ୍ଡ, ଡିଅର୍, ବେବି, ସର୍ଭାଣ୍ଟ, ମୋନାର୍ଚ, ପର୍ସନ୍, ପିପିଲ୍, ଅର୍ଫାନ୍, ପିଗ୍, ଶିପ୍, ଏଲିଫ୍ୟାଣ୍ଟ, ଷ୍ଟୁଡେଣ୍ଟ, କ୍ୟାଟ୍, ର୍ୟାଟ୍, ସ୍ପାଉସ୍, ଫୋଲ୍, କାଫ୍, ଗାର୍ଡ଼ିଆନ୍, ନେଇବର୍, ୱିଟନେସ୍, ସିଟିଜିନ୍, କ୍ୟାଟଲ୍, ଡୋଭ୍, ଏନିମି, ଇନଫ୍ୟାଣ୍ଟ, ମାଉସ୍। ଏସବୁ ପୁରୁଷ ବା ସ୍ତ୍ରୀ ଉଭୟଙ୍କୁ ବୁଝାଇଥାଏ। ନ୍ୟୁଟର ଜେଣ୍ଡର, ସବୁ କଲେକ୍ଟିଭ୍, ଆବଷ୍ଟ୍ରାକ୍ଟ, ମ୍ୟାଟେରିଆଲ୍ ନାଉନ୍ ଏବଂ ସ୍ଥାନବାଚକ ପ୍ରପର୍ ନାଉନ୍ ଯାକ ନ୍ୟୁଟର ଜେଣ୍ଡର ହୁଅନ୍ତି। ଯଥା ବୁକ୍, ଷ୍ଟୋନ୍, ବେଞ୍ଚ, ଫାୟାର, କ୍ଲଥ୍, କୋଲ୍, ଲଗ୍, ସ୍ୟାଟ୍। ପର୍ସନ୍ ବା ପୁରୁଷ, ପର୍ସନ୍ ବା ପୁରୁଷ ସାଧାରଣତଃ ତିନି ପ୍ରକାର। ଫାର୍ଷ୍ଟ ପର୍ସନ୍ ବା ପ୍ରଥମ ପୁରୁଷ, ଯେ କହେ ବା କରେ ତାକୁ ଫାର୍ଷ୍ଟ ପର୍ସନ୍ କହନ୍ତି। ଆଇ ବା ମୁଁ ହେଉଛି ଫାର୍ଷ୍ଟ ପର୍ସନ୍, ଏହାର ବହୁବଚନ ହେଉଛି ୱି। ସେମିତି ସେକେଣ୍ଡ ପର୍ସନ୍ ଦ୍ୱିତୀୟ ପୁରୁଷ, ଯାହାକୁ କୁହାଯାଏ ବା ଯାହା ପ୍ରତି କରାଯାଏ ତାକୁ ସେକେଣ୍ଡ ପର୍ସନ୍ କୁହାଯାଏ। ୟୁ ବା ତୁମେ ହେଉଛ ସେକେଣ୍ଡ ପର୍ସନ୍, ଏହାର ବହୁବଚନ ମଧ୍ୟ ୟୁ, ତୁମେମାନେ ବା ଆପଣମାନେ। ଥାର୍ଡ଼ ପର୍ସନ୍ ତୃତୀୟ ପୁରୁଷ, ଯାହା ସମ୍ପର୍କରେ କୁହାଯାଏ ବା କରାଯାଏ ତାହାକୁ ଥାର୍ଡ଼ ପର୍ସନ୍ କୁହାଯାଏ। ଫାର୍ଷ୍ଟ ପର୍ସନ୍ର ଆଇ, ୱି ଏବଂ ସେକେଣ୍ଡ ପର୍ସନ୍ର ୟୁ ବ୍ୟତୀତ ଅନ୍ୟ ସମସ୍ତେ ଥାର୍ଡ଼ ପର୍ସନ୍। ତାର ସିଙ୍ଗୁଲାର ଆଉ ପ୍ଲୁରାଲ ବାବଦରେ ଜାଣିବା। ହି ଏବଂ ସିର ପ୍ଲୁରାଲ ହେବ ଦେ। ଇଟ୍, ଦିସ୍, ଆର ପ୍ଲୁରାଲ ହେବ ଦିଜ୍। ଦ୍ୟାଟ୍ର ପ୍ଲୁରାଲ ହେବ ଦୋଜ୍। ଏହା ବ୍ୟତୀତ ରାମ, ହରି, ଶ୍ୟାମ ଆଦି ଯେତେ ନାମ ତଥା ବିଶେଷ୍ୟ ନାଉନ୍ ସବୁ କେବଳ ଥାର୍ଡ଼ ପର୍ସନ୍, ସେମାନଙ୍କର ବହୁବଚନ ହୁଏ ନାହିଁ। ନାଉନ୍ର ଫାର୍ଷ୍ଟ ଏବଂ ସେକେଣ୍ଡ ପର୍ସନ୍ ନାହିଁ। ଥାର୍ଡ଼ ପର୍ସନ୍ ସ୍ଥଳ ବିଶେଷରେ ଫାର୍ଷ୍ଟ ଏବଂ ସେକେଣ୍ଡ ପର୍ସନ୍ ରୂପେ ବ୍ୟବହୃତ ହୋଇଥାଏ। ଥାର୍ଡ଼ ପର୍ସନ୍ ରାମ ଇଜ୍ ଡୁଇଂ ଇଟ୍। ଫାର୍ଷ୍ଟ ପର୍ସନ୍ ଆଇ, ରାମ ଆମ୍ ଡୁଇଂ ଇଟ୍। ଥାର୍ଡ଼ ପର୍ସନ୍ ରାମ ଗୋଜ୍ ଦେୟାର। ଫାର୍ଷ୍ଟ ପର୍ସନ୍ ହେବ ରାମ ୟୁ ଗୋ ଦେୟାର, ସେକେଣ୍ଡ ପର୍ସନ୍ରେ। ପର୍ସନ୍ ଅନୁସାରେ ନିମ୍ନମତେ ସାହାଯ୍ୟକାରୀ କ୍ରିୟା ବିଭିନ୍ନ କାଳରେ ବ୍ୟବହାର କରାଯାଏ। ଫାର୍ଷ୍ଟ ପର୍ସନ୍ ଆଇ, ଆମ୍, ୱାଜ୍, ୱିଲ୍, ସାଲ୍, ହାଭ୍, ହାଡ୍। ସେମିତି ୱି, ଆର୍, ୱେୟାର, ୱିଲ୍, ହାଭ୍, ହାଡ୍। ସେକେଣ୍ଡ ପର୍ସନ୍ ହି, ସି, ଇଟ୍, ଦିସ୍, ଦ୍ୟାଟ୍,
ରାମ, ଇଜ୍, ୱାଜ୍, ୱିଲ୍, ହାଜ୍, ହାଡ୍। ଦେ, ଦିଜ୍, ଦୋଜ୍, ଆର୍, ୱେୟାର୍, ୱିଲ୍, ହାଭ୍, ହାଡ୍ କେତେକ ବିଶେଷ ସ୍ଥଳେ ଓ ବିଭିନ୍ନ ଉଦ୍ଦେଶ୍ୟରେ ମଧ୍ୟ ଆଇ ପାଖରେ ୱେୟାର୍ ଏବଂ ଥାର୍ଡ଼ ପର୍ସନରେ ସାଲ୍ ବ୍ୟବହୃତ ହୋଇଥାଏ। ଏବେ ଜାଣିବା କେସ୍ ବା କାରକ। ଏ ନାଉନ୍ ଦ୍ୟାଟ୍ ଗିଭ୍ସ ରିଲେସନ୍ ଟୁ ସମ୍ ଅଦର ୱାର୍ଡସ୍ of a sentence is called a case, or case is the relation in which a noun or a pronoun stands to some other words in a sentence। ବାକ୍ୟ ମଧ୍ୟରେ ନାଉନ୍ ବା ପ୍ରୋନାଉନ୍ ସହିତ ଅନ୍ୟ ଶବ୍ଦର ଯେଉଁ ସମ୍ପର୍କ ଥାଏ ସେହି ସମ୍ପର୍କକୁ କେସ୍ ବା କାରକ କୁହାଯାଏ। Nominative case, କର୍ତ୍ତୃକାରକ। When a noun is the subject of a verb, it is said to be in the nominative case। ଯେକୌଣସି କାର୍ଯ୍ୟ କରେ ତାହାକୁ କର୍ତ୍ତୃକାରକ କହନ୍ତି। ରିମୁନି ରିଡ୍ସ, ରୁମୁନି ପଢ଼େ। ଦ ଟାଇଗର ରୋର୍ସ, ବାଘ ଗରଜେ ବା ଗର୍ଜନ କରେ। ଦୀପା ସିଂସ୍, ଦୀପା ଗାଏ। ଡଗ୍ସ ବାର୍କ, କୁକୁରମାନେ ଭୁକନ୍ତି। ଏଠାରେ ରୁମିନି, ଦୀପା, ଡଗ୍ସ ଏ ସମସ୍ତେ ନୋମିନେଟିଭ୍ କେସ୍। ଏସବୁ କ୍ରିୟାର କର୍ତ୍ତା ଅଟନ୍ତି। ନୋମିନେଟିଭ୍ ଅଫ୍ ଆଡ୍ରେସ୍ ଆଣ୍ଡ ଭୋକେଟିଭ୍ କେସ୍, ସମ୍ବୋଧନ କାରକ। ଯାହାକୁ କେହି ଡାକେ ବା ସମ୍ବୋଧନ କରେ ତାହାକୁ ନୋମିନେଟିଭ୍ ଅଫ୍ ଆଡ୍ରେସ୍ ବା ଭୋକେଟିଭ୍ କେସ୍ କହନ୍ତି। ଷ୍ଟାଣ୍ଡ ଦେୟାର ରାମ, ସେଠାରେ ଛିଡ଼ା ହୁଅ ରାମ। ରୀନା, ଗୋ ଆଣ୍ଡ ବ୍ରିଙ୍ଗ ମାଇ ବୁକ୍, ରୀନା ଯାଅ ଏବଂ ମୋ ବହିଟି ଆଣ। କମ୍ ଅନ୍ ବଏଜ୍, ପିଲାମାନେ ଆସ। ମାମୁନି, ୱିଲ୍ ୟୁ ହେଲ୍ପ ମି, ଓ ମାମୁନି ତୁମେ ମୋତେ ସାହାଯ୍ୟ କରିବ କି? ଏଠାରେ ସବୁ ଥାର୍ଡ଼ ପର୍ସନ୍ ମାନେ ସେକେଣ୍ଡ ପର୍ସନ୍ ହୁଅନ୍ତି। ଅବଜେକ୍ଟ କେସ୍, କର୍ମକାରକ। ଯାହାକୁ କରାଯାଏ ତାହା ଅବଜେକ୍ଟିଭ୍ କେସ୍, କର୍ମକାରକ। ହି ରିଡ୍ ଏ ବୁକ୍, ସେ ବହିକୁ ପଢ଼େ। ୟୁ ଗୋ ଟୁ କଟକ, ତୁମେ କଟକକୁ ଯାଅ। ଏଠାରେ ବୁକ୍ ଓ କଟକ ଅବଜେକ୍ଟିଭ୍ କେସ୍ ହୁଏ। କର୍ମ, ଗୀତା ଇଟ୍ ରାଇସ୍, ଗୀତା ଭାତ ଖାଏ। କରଣ, ହି ବିଟ୍ ମି ୱିଥ୍ ଏ ଷ୍ଟିକ୍, ସେ ମୋତେ ବାଡ଼ି ଦ୍ୱାରା ମାଇଲା। ସମ୍ପ୍ରଦାନ, ଗିଭ୍ ଏ ରୁପି ଟୁ ଦ ବେଗାର, ଭିକାରୀକୁ ଟଙ୍କାଟିଏ ଦିଅ। ଅପାଦାନ, ହି କେମ୍ ଫ୍ରମ୍ ଦ ଟାଉନ୍, ସେ ବଜାରରୁ ଆସିଲେ। ଅଧିକରଣ, ପୁଟ୍ ଦ ଡଷ୍ଟର ଅନ୍ ଦ ଟେବୁଲ୍, ଡଷ୍ଟରକୁ ଟେବୁଲ ଉପରେ ରଖ। କେତେକ ସ୍ଥଳରେ ଗୋଟିଏ ଭର୍ବର ଦୁଇଟି ଅବଜେକ୍ଟ ଥାଏ। ମୁଖ୍ୟ କର୍ମ ଡାଇରେକ୍ଟ ଅବଜେକ୍ଟ ଆଣ୍ଡ ଗୌଣ ପରୋକ୍ଷ କର୍ମ ବା ଇନଡାଇରେକ୍ଟ ଅବଜେକ୍ଟ। ଏହି ଦୁଇଟି ମଧ୍ୟରୁ ଯେଉଁ ଅବଜେକ୍ଟଟି ପଦାର୍ଥକୁ ବୁଝାଏ ତାହା ଡାଇରେକ୍ଟ ଅବଜେକ୍ଟ, ମାତ୍ର ଯାହା ମଣିଷ ବା ପ୍ରାଣୀକୁ ବୁଝାଏ ତାହା ଇନଡାଇରେକ୍ଟ। ସୀତା ଗେଭ୍ ହର୍ ସିଷ୍ଟର ଏ ଡଲ୍, ସୀତା ତା ଭଉଣୀକୁ କଣ୍ଢେଇଟେ ଦେଲା। ଏଠାରେ ଡଲ୍ ଡାଇରେକ୍ଟ ଅବଜେକ୍ଟ ବା ଆକ୍ୟୁଜେଟିଭ୍ କେସ୍। ସିଷ୍ଟର ଇନଡାଇରେକ୍ଟ ବା ଡେଟିଭ୍ କେସ୍। ନୋମିନେଟିଭ୍ ଏବଂ ଅବଜେକ୍ଟିଭ୍ କେସ୍ର ଏକା ପ୍ରକାର ରୂପ। ନୋମିନେଟିଭ୍ ପ୍ରାୟତଃ ଭର୍ବ ପୂର୍ବରୁ ଏବଂ ଅବଜେକ୍ଟ ଭର୍ବ ପରେ ବସିଥାଏ। ଜେନିଟିଭ୍ ବା ପୋସେସିଭ୍ କେସ୍, ଅଧିକାର ବା ସମ୍ବନ୍ଧକାରକ ପଦ। ଏ ନାଉନ୍ ଅର୍ ପ୍ରୋନାଉନ୍ ୟୁଜ୍ଡ ଟୁ ନେମ୍ ଦ ଓନର ବା ପାସର୍ସ ଅଫ୍ ଏ ଥିଙ୍ଗ ଇଜ୍ ସେଡ୍ ଟୁ ବି ଇନ୍ ଦ ପୋଜେସିଭ୍ କେସ୍। ଯାହାଦ୍ୱାରା କର୍ତ୍ତା କୌଣସି ପଦାର୍ଥର ଅଧିକାରୀ ବୁଝାଏ ତାକୁ ପୋଜେସିଭ୍ କେସ୍ କହନ୍ତି।
दिस इज टॉम्स कार, यह टॉमर कार। ମ୍ୟାନ୍ସ ଲାଇଫ୍ ଇଜ୍ ଫୁଲ୍ ଅଫ୍ ସରୋ, ମଣିଷର ଜୀବନ ଦୁଃଖପୂର୍ଣ୍ଣ। ଦ ବଏଜ୍ ବୁକ୍ସ, ବାଳକଟିର ବହି। ସେମିତି ଦ କିଙ୍ଗସ୍ କ୍ରାଉନ୍, ରାଜାଙ୍କ ମୁକୁଟ। ଏଠାରେ କାରର ଅଧିକାରୀ ରାମ, ବହିର ଅଧିକାରୀ ବାଳକଟି, ମୁକୁଟର ଅଧିକାରୀ ରାଜା, ଏଗୁଡ଼ିକ ପୋଜେସିଭ୍ କେସ୍। ନାଉନ୍ରେ ଆପୋଷ୍ଟ୍ରଫ୍ ଅର୍ଥାତ୍ ଏସ୍ ବା ଏସ୍ ଦେଲେ ପୋସେସିଭ୍ କେସ୍ ହୁଏ। ସୀତାସ୍ ରୀନା କୋଟ୍, ସୀତାର ବର୍ଷାତି। ସୀତାସ୍ ରେନ୍ କୋଟ୍, ସୀତାର ବର୍ଷାତି। ସୀତାସ୍ ପୋଜେସିଭ୍ କେସ୍। ନାଉନ୍ ଶେଷରେ ବହୁ ବଚନରେ ଏସ୍ ଥିଲେ କେବଳ କମା ଦେଇ ବା ଆପୋଷ୍ଟ୍ରଫ୍ ଦ୍ୱାରା ଚିହ୍ନିତ ହୁଏ। ବଏଜ୍ ସ୍କୁଲ, ବାଳକମାନଙ୍କର ବିଦ୍ୟାଳୟ। ଗାର୍ଲସ ସ୍କୁଲ, ବାଳିକାମାନଙ୍କର ବିଦ୍ୟାଳୟ। ଜୀବନ୍ତ ପ୍ରାଣୀକୁ ବୁଝାଇଲେ ଏସ୍ ବା ଆପୋଷ୍ଟ୍ରଫି ଏସ୍ ଲାଗେ। ଦ କ୍ଲର୍କସ୍ ପେନ୍, କିରାଣୀର କଲମ। ଦ ଲାୟନ୍ସ ମେନ୍, ସିଂହର କେଶର। ମାତ୍ର ଟେବୁଲ୍ସ ଲେଗ୍ ହୁଏନି, ଏହା ଭୁଲ। ଏହା ଦ ଲେଗ୍ ଅଫ୍ ଦ ଟେବୁଲ୍। ଏ ବୁକ୍ସ ଅଫ୍ ଲିଫ୍ ହୁଏନି, ଲିଫ୍ ଅଫ୍ ଏ ବୁକ୍ ହୁଏ। ଅଚେତନ ପଦାର୍ଥ ସମୟ, ସ୍ଥାନ, ଓଜନ ବୁଝାଇଲେ ଏବଂ ତାକୁ ମଣିଷ ପରି ବ୍ୟବହାର କଲେ ତାର ପୋଜେସିଭ୍ କେସ୍ରେ ଆପୋଷ୍ଟ୍ରଫି ଏସ୍ ଲାଗେ। ଯଥା ଏ ଡେଜ୍ ମାର୍ଚ୍ଚ, ଇନ୍ ଏ ଇୟର୍ସ ଟାଇମ୍, ଗ୍ରାମ୍ସ ୱେଟ୍, ମାଇଣ୍ଡସ୍ ଆଏ, ଜର୍ଣ୍ଣିସ୍ ଏଣ୍ଡ, ଏ ୱିକ୍ସ ହଲିଡେ, ଏ ଷ୍ଟୋନ୍ସ ଥ୍ରୋ, ନେଚର୍ସ ଭଏସ୍, ଦ ସନ୍ସ ରେ, ରିଭର ସାଇଡ୍, ମାଉଣ୍ଟେନ୍ ଟପ୍। ନାଉନ୍ଟି ଶେଷରେ ଏସ୍ ଉଚ୍ଚାରଣ ହେଲେ କେବଳ ଆପୋଷ୍ଟ୍ରଫି ବ୍ୟବହାର ହୁଏ। ମଙ୍ଗଳର ପାଇଁ, ଫର୍ ଗୁଡନେସ୍ ସେକ୍। ବିବେକର ପାଇଁ, ଫର୍ କନ୍ସିଏନ୍ସ ସେକ୍। ନ୍ୟାୟର ପାଇଁ, ଫର୍ ଜଷ୍ଟିସ୍ ସେକ୍। ଯୀଶୁଙ୍କ ପାଇଁ, ଫର୍ ଜେସସ୍ ସେକ୍। ନାଉନ୍ର ବହୁ ଶବ୍ଦର ସମଷ୍ଟିରେ ଶେଷ ଶବ୍ଦରେ ଜେନେଟିଭ୍ ଚିହ୍ନ ବସେ। କନିକା ରାଜାଙ୍କ ପାଠାଗାର, ଦ ରାଜା ଅଫ୍ କନିକାସ୍ ଲାଇବ୍ରେରୀ। ନାଉନ୍ଟି ଅପୋଜିସନରେ ଥିଲେ ଏହା ପ୍ରଧାନମନ୍ତ୍ରୀ ନେହେରୁଙ୍କ କାର ଥିଲା। ଦିସ୍ ୱାଜ୍ ନେହେରୁ ଦ ପ୍ରିମିୟର୍ସ କାର୍। କୌଣସି ଦ୍ରବ୍ୟ ଉପରେ କେତେଗୁଡ଼ିଏ ନାଉନ୍ର ସମାନ ଅଧିକାର ଥିଲେ ଶେଷ ନାଉନ୍ଟିରେ ଜେନେଟିଭ୍ ଚିହ୍ନ ଲାଗେ। ରାମ ଓ ହରିର ବହି ଚୋରି ହୋଇଗଲା। ରାମ ଆଣ୍ଡ ହରିସ୍ ବୁକ୍ ୱାଜ୍ ଷ୍ଟୋଲେନ୍। ଏହା ରାମ ଓ ସୀତାଙ୍କ କାହାଣୀ ଅଟେ। ଦିସ୍ ଇଜ୍ ରାମ ଆଣ୍ଡ ସୀତା ଷ୍ଟୋରି। କୌଣସି ଦ୍ରବ୍ୟ ଉପରେ କେତେଗୁଡ଼ିଏ ନାଉନ୍ର ସ୍ୱତନ୍ତ୍ର ଅଧିକାର ଥିଲେ ବାକ୍ୟରେ ପ୍ରତ୍ୟେକ ନାଉନ୍ରେ ଜେନେଟିଭ୍ ଚିହ୍ନ ଲାଗେ। ରାଧାନାଥଙ୍କ ସାହିତ୍ୟ ଓ ଗଙ୍ଗାଧରଙ୍କ ସାହିତ୍ୟ। ରାଧାନାଥାସ୍ ଆଣ୍ଡ ଗଙ୍ଗାଧରସ୍ ଲିଟରେଚର। ରାମ ଓ ଶ୍ୟାମଙ୍କ ବହି ସବୁ। ରାମସ୍ ଆଣ୍ଡ ହରିସ୍ ବୁକ୍ସ। ଆଗାମୀ ଅଧ୍ୟାୟରେ ଆଉ କିଛି ଜଣେଇବା। Please subscribe our channel.